ଦାମୋଦରପୁର ଗ୍ରାମରେ ଗଣ୍ଡଗୋଳ, ବୃଦ୍ଧ ଗୁରୁତର, କଟକ ସ୍ଥାନାନ୍ତର। ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ଥାନା ଅଧୀନସ୍ଥ ଦାମୋଦରପୁର ଗ୍ରାମରେ ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ଗଣ୍ଡଗୋଳରେ ଦୁଇ ପରିବାରର ସ୍ଥାନୀୟ ବାସିନ୍ଦା ବୃଦ୍ଧ ବିନୋଦ କୁମାର ବେହେରା ଓ ଅନ୍ୟ ଏକ ପରିବାରର ଯୁବକ ଦିନୁଆ ପଣ୍ଡା ଗୁରୁତର ହୋଇଥିଲେ। ଦୁଇ ଜଣଙ୍କୁ ତାଙ୍କର ପରିବାରବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧ ବିନୋଦ କୁମାର ବେହେରାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଶନିବାର ରାତିରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।